ଲାଗିଲା ନାହିଁ ଯେମିତି ପଛଲି କି ପିଲାମାନେ ଏତେ ଶିକ୍ଷୟିତ୍ରୀ ଅଛନ୍ତି ହେଲେ ବି କାହାରି ବି ଧ୍ୟାନ ନାହିଁ ମତେ ଲାଗିଲା କୌଣସି ଶିକ୍ଷକ ଶିକ୍ଷୟିତ୍ରୀ ସଚେତନ ନୁହଁ। ଗୋଟିଏ ଦିନ ଛୁଟି ଆସିଲା ସେ ଛୁଟି ଦିନ ସେମାନେ ନିଜେ ବାହାରିକି ସେଦିନ ବାହାରିକି ପୁରା ସେ ପ୍ରେମିସେସକୁ ପୁରା ସେମାନେ କ୍ଲିନ୍ କଲେ ଏବଂ କିଛି ଦିନ ପରେ ମୁଁ ଏଗେନ୍ ତାଙ୍କୁ ଯଦି ଭଲ କରିଛନ୍ତି ଧନ୍ୟବାଦ ଦେବି ଆଉ ଯଦି ଖରାପ କରିଛନ୍ତି ତ ଗାଳି କରି ଆସିବି ଏ କଥା ନେଇକି ଯାଇଥିଲି ଏବଂ ସେଦିନ ଦେଖିଲି କି ବହୁତ ସୁନ୍ଦର ସେମାନେ କ୍ଲିନ୍ କରିଛନ୍ତି ଲାଗିଛନ୍ତି ଆଉ କିଛି ବି ଫୁଲ କୁଣ୍ଡ ବି ନେଇକିନା ରଖିଛନ୍ତି ବଗିଚା ନିର୍ମାଣ କରିବେ ସେଭଳି ସେମାନେ ପ୍ରୟାସ କରିଛନ୍ତି। ତ ମୁଁ ଆପଣମାନଙ୍କୁ ଏଥିପାଇଁ ଉଦାହରଣ ଦେବି କି ଆପଣମାନଙ୍କ ଉପରେ ନିର୍ଭର କରୁଛି ଆମ ରାଜ୍ୟର ଶିକ୍ଷା ବ୍ୟବସ୍ଥା। ମୁଁ ତ ନିମିତ୍ତ ମାତ୍ର କିନ୍ତୁ ଆପଣମାନେ ଜଗି ରହିଛନ୍ତି ଆପଣମାନେ ତଳସ୍ତର ପର୍ଯ୍ୟନ୍ତ ପହଞ୍ଚି ପାରିବେ ଜାଣିପାରିବେ। ତେଣୁ ଶିକ୍ଷା ବ୍ୟବସ୍ଥା ପରିବର୍ତ୍ତନ ଆପଣମାନଙ୍କର ପ୍ରୟାସରେ ଆପଣଙ୍କର ପରିଶ୍ରମରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ବିରାଟ ପରିବର୍ତ୍ତନ ଆସିପାରିବ। ଆଜି ଆମେ ଏନ୍ଇପି ଲାଗୁ କରିଛେ ବାହାରି କିଛି କରିକି ଦେଖେଇବାର ମନୋଭାବ ଆମକୁ ରଖିବାକୁ ପଡିବ।